कौन ହେଇଛି? ସାର୍ ଆପଣ ଆମକୁ ଡକେଇ ତମକୁ ନୁହଁ ବେ, ତମ ପ୍ୟାରେଣ୍ଟସ୍ କୁ ଡାକିବାକୁ କହିଥିଲି। ସେଇଥିପାଇଁ ତ ବାପାଙ୍କୁ ନେଇକି ଆସିଛୁ। ନେଇକି ଆସିଛୁ ମାନେ? କେତେ ଜଣଙ୍କ ବାପା ତମେ? ଜଣକର ସାର୍ ଜଣକର। ଆଚ୍ଛା, ତମେ ତାହେଲେ ସେଇ ଜଗା ଗୁଡିଆ। ନାଇଁ ମୁଁ ସେ ଜଗୁ ଗୁଡିଆ ନୁହଁ ବା। ମୁଁ ବାବୁଲା ବାପା, ମାଧିଆ ଗଡ଼ିଆ। ହଁ ହେଲା ତମେ ସିଏ ଯିଏ ବି ହୁଅ, ତମ ପୁଅର ସ୍କୁଲ ଆଟେଣ୍ଡାନ୍ସ ରେ ପରସେଣ୍ଟେଜ କମ ଅଛି, ସେଥିପାଇଁ ଫାଇନ ଅଛି, ନହେଲେ ସିଏ ଏକ୍ଜାମ ଦେଇ ପାରିବ ନାହିଁ। ହଁ, ଆଉ ଫର୍ମ ଫିଲଅପ ପାଇଁ ପାସପୋର୍ଟ ସାଇଜ ଫଟୋ ଆଣିଛ ତ? ହଁ ସାର୍ ଆଣିଛି ସାର୍, ଏଇଟା ନିଅ। ବେ ଏଇଟା କଣ ବେ, ଏମିତିକା କଣ ହେଇଛି ବେ? ସାର୍ ଏଇଟା ଗିବଲି ଫଟୋ। ଏବେ ଏଇ ଫଟୋକୁ ଦେଖି ମତେ ସମସ୍ତେ ଚିହ୍ନିଯିବେ। ଆରେ ଚୁପ୍। ନାଇଁ ସାର୍, ଆମେ ବଡ଼ ହେଲେ ଡାକ୍ତର ହବୁ। କାନ୍ଧରେ ଧଳା କୋଟ୍ ଥବ ଆଉ ବେକରେ ମାଇକ୍ରୋସ୍କୋପ। ବେ ହେଇଟା ମାଇକ୍ରୋସ୍କୋପ ନୁହଁ ବେ, ଟେଲିସ୍କୋପ। ଚୁପ୍, ଟେଲିସ୍କୋପ ବି ନୁହଁ ମୂର୍ଖ, ସେଇଟା ଟେଥୋସ୍କୋପ। ଏମାନେ କଣ ସେତେବେଳୁ ଗପୁଛନ୍ତି, ଆପଣ କିଛି କହୁନାହାନ୍ତି କଣ ପାଇଁ? ମୁଁ କେମିତି କହିବି ସାର୍, ମୁଁ ଜାଣିନାହିଁ ସେଇଟା କଣ। ଆପଣ ଆଗ ଏଇ ଦୁଇ ଜଣଙ୍କୁ ଅଲଗା କରନ୍ତୁ। ଏଇମାନେ ସାଙ୍ଗ ହେଇ ରହିଲେ ନା ଇଏ ପଢିବେ ନା ଆଉ କାହାକୁ ପଢିବାକୁ ଦେବେ। ସରି ସାର୍, वी आर ଭେରି ସରି ସାର୍। ନାଇଁ ସେ ସରି ଫରି କିଛି ନାହିଁ, ଦଣ୍ଡ ମିଳିବ। ଦଣ୍ଡ ନା ପାଟି ଖରାପ କରୁଛ ଆଜ୍ଞା। ହେଇରେ କ'ଣ କହିଲୁ କିରେ? ତୋ ମୁହଁ ତ ଭାରି ବଢ଼ିଗଲାଣି, ତୋ ପାଟିରେ ପୁରେଇ ଦେବି ଜାଣିଛୁଟି? ମାଧିଆ ରହିଯାଅ, ମିଟିଂ ଚାଲିଛି। ନାଇଁ ସାର୍, ଆପଣ କିଛି ଜାଣିନାହାନ୍ତି। ଗାଁ ଲୋକ ଏମାନଙ୍କ ବିଷୟରେ କେତେ କଥା କହୁଛନ୍ତି। ଗାଁ ଲୋକ କଦଳୀଟା କହିବେ। ଏଇ ଏତେ କଥାବାର୍ତ୍ତା କ'ଣ କରୁଛୁ? ତୁ ସେ ଜଗୁ ପୁଅଟି, ଚାଲ ତା ପାଖକୁ ଚାଲ।